ଟିଟିଲାଗଡ଼ ଥାନା ଅନ୍ତର୍ଗତ ମାଲନାଡ଼ ନିକଟରେ ଏକ ପିକଅପ୍ ଭ୍ୟାନ୍ଟି ଓଲଟି ପଡ଼ିଥିଲା। ଭୋଜି ଖାଇ 6 ଜଣ ଶିଶୁଙ୍କ ସହ ପରିବାର ଲୋକେ ଲେସୁନି ବାହାଲି ଗାଁରୁ ଫେରୁଥିଲେ। ଆଗରୁ ଆସୁଥିବା ବାଇକ୍ ଦେଖି ପିକଅପ୍ ଭ୍ୟାନ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ 3 ଜଣ କୋମଳମତି ଶିଶୁଙ୍କ ମୃତ୍ୟୁ ହୋଇଛି। ଗୋଟିଏ ପରିବାରର 3 ଜଣ ଛୁଆଙ୍କ ମୃତ୍ୟୁ ହୋଇଥିବାରୁ ଘର ଲୋକେ ଭାଙ୍ଗି ପଡ଼ିଛନ୍ତି। ଆଉ 3 ଜଣଙ୍କ ଅବସ୍ଥା ଗୁରୁତର ରହିଛି, ଯାହା ମଧ୍ୟରୁ 2 ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତରଣ କରାଯାଇଛି। ପିକଅପ୍ ଭ୍ୟାନ୍ ଡ୍ରାଇଭର ମଧ୍ୟ ଫେରାର ହୋଇଯାଇଛି, ଯାହାଫଳରେ ପୋଲିସ ତାର ଛାନବିନ୍ ଆରମ୍ଭ କରିଛି। ଅନ୍ୟପଟେ ଦେଖିବାକୁ ଗଲେ ନୟାଗଡ଼ ଜିଲ୍ଲାର ବାଲୁଗାଁ ନିକଟ ଖେଡ଼ପଡ଼ାଠାରେ ଏକ ଯାତ୍ରୀବାହୀ ବସ୍ଟି ଓଲଟି ପଡ଼ିଛି। ଭାପୁରର ରାକମାରୁ ନୟାଗଡ଼ ଆସୁଥିବା ଘରୋଇ ବସ୍ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ସେଥିରେ 50 ଜଣ ଯାତ୍ରୀ ଥିଲେ। ଏହି ଦୁର୍ଘଟଣାରେ 20 ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡ଼ି ସାହାଯ୍ୟରେ ଗୁରୁତରମାନଙ୍କୁ ହସ୍ପିଟାଲରେ ପହଞ୍ଚାଯାଇଛି।